ମୁଁ ଶୁଭୁ ମୁଁ କେଉଁଝରରୁ କହୁଛି। ଆଜି ମୁଁ ସକାଳୁ ବ୍ରସ୍ କରି ବାହାରି ଗଲି। କ'ଣ ପାଇଁ ଆଜି କି କଲେଜ ଲେଟ୍ ହେଇଯାଉଥିଲା ଟିକେ ମୋର। ତ ତାପରେ ଟିକେ ବ୍ରସ୍ କରିଦେଲି ଆଉ ଟିକେ ମୋବାଇଲ ଦେଖିକିନି ହେୟାରଷ୍ଟାଇଲ ଚେଞ୍ଜ ନ କଲେ ହେବ କି। ତାପରେ ରେକର୍ଡ ଆଉ ଆଡମିଟ୍ କାର୍ଡ ଆଉ ରେଜିଷ୍ଟ୍ରେସନ କାର୍ଡ ଧରିକି ମୁଁ ରେଡି ହେଇକି ଖାଇକି ଚାଲି ଯାଉଥିଲି କଲେଜ। ବଟ୍ ଭୁଲି ଯାଇଥିଲି ଯେ ମୁଁ ତ ମେଡ଼ିକାଲ ଷ୍ଟୁଡେଣ୍ଟ ନା, ଆଫ୍ରନ୍ ନ ପିନ୍ଧିଲେ ହେବ କି। ତ ଆଫ୍ରନ୍ ପିନ୍ଧିକି ରେଡ଼ି ହେଇଗଲି। ତାପରେ ହେଲମେଟ୍ ଫେଲମେଟ୍ ପିନ୍ଧିକି ମୁଁ ପହଞ୍ଚିଗଲି କଲେଜ। କଲେଜରେ ମୋ ମୋଟୁ ସାଙ୍ଗ ଗୋଟେକୁ ପାଇଗଲି, ଗରିଲା ପିଲା। ତାପରେ ହେଉଛି ମୋ ଭଉଣୀମାନେ ସବୁ ଏଠି ତାଙ୍କ ପ୍ରାକ୍ଟିକାଲ ଲେଖୁଥିଲେ। ତ ଆମେ କଲେଜକୁ ଏଣ୍ଟ୍ରି ମାରିଦେଲୁ। କଲେଜ ଭିତରେ ମୁଁ ମୋ ଧନକୁ ହ୍ୟାଣ୍ଡସେକ୍ କଲି, ସେ ରୁଷିଥିଲା ବେଳେ ମୁଁ ତାପରେ ଟିକେ ଏକ୍ଜାମ ପାଇଁ ଲେଖିଦେଲି ପାଠ, ଯେଉଁଗୁଡ଼ାକି ଆମର ପ୍ରାକ୍ଟିକାଲ ଲେଖିବାର ଥିଲା। ତାପରେ ମୋ ସାଙ୍ଗମାନେ ବ୍ଲଡ୍ ଟେଷ୍ଟ କରୁଥିଲେ, ଯେଉଁଟାକି ଏଇ 3ଟା କେମିକାଲରେ ହୁଏ। ତ ସେଇ 3ଟା କେମିକାଲ ସେ ବ୍ଲଡ୍ରେ ମିଶେଇକି ତାପରେ ସେମାନେ ବାହାର କରିଲେ ଯେ ବ୍ଲଡ୍ ଗ୍ରୁପ୍ କାର କେଉଁ ବ୍ଲଡ୍ ଗ୍ରୁପ୍ ସେଇଟା ବାହାରିଯାଏ। ତ ଯିଏ ମାନେ ପଢ଼ିତେ ଚାହୁଁଛନ୍ତି ନିଶ୍ଚୟ ପଢ଼ନ୍ତୁ, ବହୁତ କିଛି ଜାଣିବାର ପାଇଁ, ଫ୍ୟାମିଲି ପାଇଁ ହେଲ୍ପ ହେବ। ତାପରେ ଆମେ କଲେଜରୁ ଚାଲି ଆସିଲୁ। ତାପରେ କଲେଜରୁ ଚାଲି ଆସିଲା ପରେ ଜଣେ ମାମୁଁକୁ ମୁଁ ଛାଡ଼ିଦେଲି ବସଷ୍ଟାଣ୍ଡ, କାରଣ ତାଙ୍କର ବହୁତ ଇମ୍ପୋର୍ଟାଣ୍ଟ କାମ ଥିଲା। ତ ସେ ଚାଲି ଯାଉଥିଲେ ତାଙ୍କ ଘରକୁ। ତାପରେ ମୁଁ ଇଭିନିଂରେ ଚାଟ୍ ଦୋକାନକୁ ଯାଇଥିଲି, ବହୁତ ଭିଡ଼। ତାପରେ ଟିକେ ଚାଟ୍ ଭାଇ ବନେଇକି ଦେଲେ, ଆଉ ଏତେ ସୁନ୍ଦର ଯେ କହି ହେଉନି।